ଶନିଦେବଙ୍କର ମୀନ ରାଶିରେ ବକ୍ର ଭାବରେ ଚଳନ। ମିଥୁନ ରାଶିର ଦଶମ ଭାବ ତଥା କର୍ମ ଭାବରେ ଶନି ମହାଗ୍ରହଙ୍କର ବକ୍ରୀ ଭାବରେ ଗୋଚର କରିବା ମିଥୁନ ରାଶିର କର୍ମ ଭାବକୁ ବିଶେଷ ଭାବେ ପ୍ରଭାବିତ କରିବ। କର୍ମ ସମ୍ପାଦନରେ ଅହେତୁକ ବିଳମ୍ବ ଘଟିବ। ନୂଆ କିଛି ଦାୟିତ୍ୱ ଗ୍ରହଣ କରିବେ। ଆୟରେ ବୃଦ୍ଧି ଘଟିବ। ଚାକିରି ଓ ବ୍ୟବସାୟ କ୍ଷେତ୍ର ପାଇଁ ଶନିଙ୍କର ବକ୍ର ଗମନ ମିଥୁନ ରାଶିଜାତ ବ୍ୟକ୍ତିଙ୍କୁ ପ୍ରାୟତଃ ଶୁଭ ଫଳ ପ୍ରଦାନ କରିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଆସନ୍ତା 2026 ମସିହା ଡିସେମ୍ବର ମାସ 11 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଶନିଙ୍କର ବକ୍ର ଚଳନ ମିଥୁନ ରାଶିଜାତ ବ୍ୟକ୍ତିଙ୍କର କ୍ୟାରିୟର ଓ ବେପାର କ୍ଷେତ୍ର ଉପରେ ବଡ଼ ସକାରାତ୍ମକ ବା ପଜିଟିଭ୍ ପ୍ରଭାବ ପକାଇବ। ବହୁଦିନରୁ ଚାକିରି ଅନ୍ୱେଷଣରେ ରହିଥିବା ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ବିଶେଷ ଶୁଭ ଖବର ମିଳିବାର ବହୁତ ସମ୍ଭାବନା। କାର୍ଯ୍ୟକ୍ଷେତ୍ରରେ ଗମ୍ଭୀରତାର ସହିତ କାର୍ଯ୍ୟ କରିବା ଜରୁରୀ। ଏ କ୍ଷେତ୍ରରେ ସାମାନ୍ୟ ଅବହେଳା ବଡ଼ ଧରଣର ସମସ୍ୟା ସୃଷ୍ଟି କରିପାରେ। ସରକାରୀ ସ୍ତରରେ ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢ଼ିବ। ପୁରୁଣା ବିବାଦ ରହିଥିଲେ ତା'ର ସମାଧାନ ମଧ୍ୟ ହୋଇଯିବ। ବେପାର ବାଣିଜ୍ୟ କ୍ଷେତ୍ରରେ ଧୀର ମନ୍ଥର ଗତିରେ ପ୍ରଗତି ଲାଗି ରହିବ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିପାରିଲେ ବେପାରରୁ ଆଖି ଦୃଷ୍ଟିଆ ଲାଭ ପାଇପାରିବେ। ପୂର୍ବରୁ ବାକି ପଡ଼ି ରହିଥିବା ଅର୍ଥ ବା ବାକିଆ ଟଙ୍କା ଏହି ସମୟରେ ହସ୍ତଗତ ହେବ। କିନ୍ତୁ ବ୍ୟବସାୟ କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ଭାବିଚିନ୍ତି ସାବଧାନତା ସହକାରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିବେ। ବକ୍ରୀ ହୋଇଯାଇଥିବା ଶନି ଦାମ୍ପତ୍ୟ ଓ ପାରିବାରିକ ସମ୍ପର୍କରେ ସୁଧାର ଆଣିପାରନ୍ତି। ଯଦି ପତି ପତ୍ନୀଙ୍କ ମଧ୍ୟରେ ପୂର୍ବରୁ କିଛି ମତାନ୍ତର ଲାଗି ରହିଥାଏ, ତେବେ ଏହି ସମୟରେ ତା'ର ସମାଧାନ ହୋଇଯିବ। ସେହିପରି ପରିବାର ଭିତରେ ଯଦି କିଛି ମନମାଳିନ୍ୟ ରହିଥାଏ, ତାହା ମଧ୍ୟ ଦୂର ହୋଇଯିବ। କିନ୍ତୁ ପିତାଙ୍କ ସହିତ ବ୍ୟବହାରରେ ସଂଯମତା ରକ୍ଷା କରିବେ, ନଚେତ୍ ପିତାଙ୍କ କ୍ରୋଧର ସାମନା କରିବାକୁ ପଡ଼ିପାରେ। ମୀନ ରାଶିରେ ଶନିଙ୍କର ଓଲଟା ଗତିର ପ୍ରଭାବ ଯୋଗୁଁ ମିଥୁନ ରାଶିଜାତ ବ୍ୟକ୍ତିଙ୍କର ପୂର୍ବରୁ ରହିଥିବା ମାନସିକ ଦୁଶ୍ଚିନ୍ତା ବହୁ ପରିମାଣରେ କମିଯିବ। କାମର ପ୍ରେସର କମ୍ ହୋଇଯିବାରୁ ମନ ଅପେକ୍ଷାକୃତ ଭାବେ ଶାନ୍ତ ରହିବ। କିନ୍ତୁ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଯଦି ପୂର୍ବରୁ ରହିଥାଏ, ତେବେ ତାହା ଏହି ସମୟରେ ବହୁତ ବଢ଼ିଯିବାର ସମ୍ଭାବନା ମଧ୍ୟ ରହିଅଛି। ବକ୍ରୀ ଶନି ମହାଗ୍ରହଙ୍କ ପ୍ରଦତ୍ତ ଶୁଭ ଫଳର ଶୁଭତ୍ୱ ବୃଦ୍ଧି ପାଇଁ ତଥା ଅଶୁଭ ଫଳର ପ୍ରଭାବକୁ ନଷ୍ଟ କରିବା ପାଇଁ ମିଥୁନ ରାଶିଜାତ ବ୍ୟକ୍ତି ମିଥୁନ ରାଶିର ଅଧିଷ୍ଠାତା ଦେବତା ତଥା ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନୋବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।